ମୁଁ ସକାଳୁ ସକାଳୁ ବାହାରିଗଲି ଢେଙ୍କାନାଳ ଜିଲ୍ଲାରେ ଥିବା ଜୋରନ୍ଦା ଗାଦିକୁ, ଜୋରନ୍ଦା ମେଳା ଦେଖିବାକୁ। ଏହା ମାଘ ମାସରେ ହିଁ ପଡ଼େ। ମୁଁ ଦେଖି ମୋ ଆଖି ପବିତ୍ର ହୋଇଗଲା। ବାବାମାନଙ୍କୁ ଦେଖି ମୋ ଆଖି ପବିତ୍ର ହୋଇଗଲା। ଏ ଜାଗାକୁ ଆସି କିଛି ତ ପୁଣ୍ୟ ଅର୍ଜନ କରିପାରିଲି। କେତେ ଦୂର ଦୂରାନ୍ତରୁ ସାଧୁସନ୍ଥମାନେ ଆସି ଏଠି ଯୋଗଦାନ ଦିଅନ୍ତି ଓ ଭକ୍ତଙ୍କ କଥା କହିଲେ ନ ସରେ। ଏ ଜାଗା ସାଙ୍ଗମାନେ ଗୋଟେ ଅଲୌକିକ ଜାଗା। ଏଠି ଶ୍ରଦ୍ଧା ଓ ଭଲ ପାଇବା ହିଁ ଥାଏ। ପାଦ ପକାଇବାକୁ ରାସ୍ତାରେ ଜାଗା ନାହିଁ। ଏ ଧ୍ୱନି ମାନେ ବନ୍ଦ ହେବ ନାହିଁ। ଏ ଯେଉଁ ଦୀପ ଲାଗିଛି, ଅଖଣ୍ଡ ଦୀପ, ଏ ଦୀପ ରାତିରେ ବହୁତ ଭିଡ଼ ହେବ। ଆପଣମାନେ ଛୋଟ ପିଲାମାନଙ୍କୁ ନେଇ ଆସୁଥିଲେ ହାତରେ ମୋବାଇଲ ନମ୍ବର ଲେଖିଦିଅନ୍ତୁ। ହଜିଯିବାର ଚାନ୍ସ ବହୁତ ଅଛି। ବଡ଼ ଲୋକ ବି ହଜିଯିବାର ଚାନ୍ସ ବହୁତ। ଏତେ ଲୋକ ଯେ ମାନେ ଭିଡ଼ରେ ବାହାରି ପାରିବେନି। ଆପଣମାନେ ଆସି ବୁଲିଯାଆନ୍ତୁ। ଇଏ ହେଉଛି ଭିତରର ଦୃଶ୍ୟ। ବାହାର ଦୃଶ୍ୟ ମୁଁ ଦେଖାଇ ପାରିଲି ନାହିଁ।